ଅନୁଗୁଳ ଜିଲ୍ଲା ବାଣିଜ୍ୟ ଶିଳ୍ପ ପ୍ରତିଷ୍ଠାନ ତାର 50 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 28 ତାରିଖ ଶନିବାର ଦିନ ସ୍ଥାନୀୟ ବିଜୁ ମଇଦାନରେ ତାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ କରିବା ପାଇଁ ଯାଉଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ ଏବଂ ବିଶିଷ୍ଟ ଅତିଥି ରୂପେ ଓଡ଼ିଶା ସରକାରଙ୍କର ଶିଳ୍ପମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପତ କୁମାର ସ୍ୱାଇଁ ଏବଂ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଏବଂ ଆମର ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ରୁଦ୍ରନାରାୟଣ ପାଣି ଏବଂ ଅନୁଗୁଳ ଜିଲ୍ଲାର ସମସ୍ତ ବିଧାୟକ ଏଥିରେ ଉପସ୍ଥିତ ରହିବେ। ସକାଳ 10 ଘଟିକା ସମୟରେ ଏହି ଆମର ସମାରୋହ ଆରମ୍ଭ ହେବ। ପ୍ରଥମେ ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ସେହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଆମର ଓଡ଼ିଶାର ବିଶିଷ୍ଟ କଳାକାରମାନେ ତାଙ୍କ ପ୍ରତିଭା ପ୍ରଦର୍ଶନ କରିବେ ଏବଂ ଦିବା 12 ଘଟିକା ସମୟରେ ଆମର ମୁଖ୍ୟ ଅତିଥି ଏବଂ ସମସ୍ତ ସମ୍ମାନୀୟ ଅତିଥିମାନେ ତାଙ୍କ ଉଦ୍ବୋଧନ ଦେବେ। ସେଦିନ ଆମର କୌଣସି ସାମାଜିକ କାମ ନାହିଁ, ନାଇଁ ସାମାଜିକ ନାହିଁ, କେବଳ ସେଦିନ ଆମ ମନ୍ତ୍ରୀଙ୍କ ଦାବି ଆମର ରହିବ କି ଆମର ଅନୁଗୁଳରେ ଉତ୍ପାଦନ ହେଉଥିବା ବ୍ୟାପକ ଭାବରେ କୋଇଲା ଏବଂ ଆଲୁମିନିୟମ ଏବଂ ଆମର ଷ୍ଟିଲକୁ ନେଇକରି ଅନୁଗୁଳରେ ଏକ ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟର ହେଉ ଏବଂ ବ୍ୟବସାୟୀମାନଙ୍କର ପିଲାମାନେ କେମିତି ଭଲ ଭାବରେ ପାଠ ପଢ଼ିପାରିବେ, ତେଣୁ ତାକୁ ନେଇକରି ଆମର DAV ଆମର ସେଣ୍ଟ୍ରାଲ ସ୍କୁଲ 1 ଆଉ ଏବଂ ଆମର DAV କଳିଙ୍ଗା ଏବଂ DPSକୁ ଅପଗ୍ରେଡ୍ କରିବା ପାଇଁ ଆମ ଦାବି ରହିବ।